ଜୟ ଜଗନ୍ନାଥ। ସମ୍ମାନିତ ଶ୍ରୋତାମଣ୍ଡଳୀ, ଆଜି ମୁଁ ଆପଣମାନଙ୍କୁ ସେହି ରହସ୍ୟମୟ ଯାତ୍ରାକୁ ନେଇଯିବି ଯାହା ଆଧୁନିକ ବିଜ୍ଞାନର ସମସ୍ତ ସୀମାକୁ ଅତିକ୍ରମ କରିଥାଏ। ଆଜିର ବିଜ୍ଞାନ ଏହା ଆଗରେ ହାର ମାନିଥାଏ, ତେବେ ଏହା ହେଉଛି ଠିକ୍ ମଧ୍ୟରାତ୍ରିର କଥା। ସମ୍ପୂର୍ଣ୍ଣ ପୁରୀ ସହରର ବିଦ୍ୟୁତ୍ ସଂଯୋଗ କାଟି ଦିଆଯାଏ। ଏହା କୌଣସି ସାଧାରଣ ପାୱାର କଟ୍ ନଥିଲା, ବରଂ ଏହା ଥିଲା ଏକ ସରକାରୀ ଆଦେଶ। ସିଆର୍ପିଏଫ୍ ବାହିନୀ ସମ୍ପୂର୍ଣ୍ଣ ଶ୍ରୀମନ୍ଦିରକୁ ଚାରିପଟୁ ସିଲ୍ କରିଦିଅନ୍ତି। ମନ୍ଦିର ଭିତରେ କେବଳ 4 ଜଣ ପୂଜକ ଥାଆନ୍ତି। ସେମାନଙ୍କ ଆଖିରେ ମୋଟା କଳାପଟି ଏବଂ ହାତରେ ରହିଥାଏ ରେଶମର ମୋଟା ଗ୍ଲୋଭ୍ସ। ସେମାନେ ପ୍ରଭୁ ଜଗନ୍ନାଥଙ୍କ ଜୀବନ୍ତ ହୃଦୟ ବା ବ୍ରହ୍ମ ପଦାର୍ଥକୁ ଏକ ପୁରୁଣା ମୂର୍ତ୍ତିରୁ ନୂଆ ମୂର୍ତ୍ତିକୁ ସ୍ଥାନାନ୍ତରିତ କରୁଥିଲେ, ବିନା ଦେଖି ଏବଂ ବିନା ଛୁଇଁ କରି। ଶାସ୍ତ୍ର ଅନୁଯାୟୀ ଯଦି କେହି ଏହାକୁ ନିଜର ନଗ୍ନ ଚକ୍ଷୁରେ ଦେଖିନେବ, ତେବେ ତାର ତତ୍କାଳ ମୃତ୍ୟୁ ଘଟିବ। 2015 ମସିହାରେ ଜଣେ ପୂଜକଙ୍କର ଦସ୍ତାନା ସାମାନ୍ୟ ଖସିଯିବା ଯୋଗୁଁ ତାଙ୍କ ଆଙ୍ଗୁଠି ବ୍ରହ୍ମ ପଦାର୍ଥକୁ ସ୍ପର୍ଶ କରିଥିଲା। ସେ ସେହି କ୍ଷଣି ଅଚେତ ହୋଇଯାଇଥିଲେ ଏବଂ ହୋସ୍ ଆସିବା ପରେ ସେ ଆଉ କେବେ ପୂର୍ବ ଭଳି ସ୍ୱାଭାବିକ ରହିଲେ ନାହିଁ। ଏହି ପ୍ରସ୍ତୁତି କୌଣସି ମନଗଢ଼ା କାହାଣୀ କିମ୍ବା ଇଣ୍ଟରନେଟ୍ର ସାରାଂଶ ଉପରେ ଆଧାରିତ ନୁହେଁ। ଆଜି ଆମେ ଆଲୋଚନା କରୁଥିବା ପ୍ରତ୍ୟେକଟି ସତ୍ୟତା ଆମର ପବିତ୍ର ପ୍ରାଥମିକ ଗ୍ରନ୍ଥ ଯେପରିକି ଶିବପୁରାଣ, ସ୍କନ୍ଦ ପୁରାଣ, ବ୍ରହ୍ମ ପୁରାଣ ଏବଂ ବାଲ୍ମୀକି ରାମାୟଣରୁ ସିଧାସଳଖ ସଂଗୃହୀତ ହୋଇଛି। ଆସନ୍ତୁ ଆଜି ସେହି 8ଟି ଅସମ୍ଭବ ରହସ୍ୟକୁ ଖୋଜିବା ଯାହା ଶ୍ରୀମନ୍ଦିରରେ ପ୍ରତିଦିନ ସଂଘଟିତ ହୋଇଥାଏ। ଆମର ପ୍ରଥମ ରହସ୍ୟ ହେଉଛି ବ୍ରହ୍ମ ପଦାର୍ଥ, ଯାହାକୁ ପ୍ରଭୁ ଶ୍ରୀକୃଷ୍ଣଙ୍କର ଜୀବନ୍ତ ହୃଦୟ ବୋଲି କୁହାଯାଏ। ନିମ୍ବ କାଠରେ ନିର୍ମିତ ମୂର୍ତ୍ତିଗୁଡ଼ିକ ପ୍ରତି 12 ବର୍ଷରେ ନଷ୍ଟ ହୋଇଯାଏ, କାରଣ ଏହାର ଗର୍ଭଗୃହରେ ଏକ ଅତ୍ୟନ୍ତ ଶକ୍ତିଶାଳୀ ଉର୍ଜାର ଉତ୍ସ ରହିଛି। 1977 ମସିହାରେ ନବକଳେବର ସମୟରେ ଜଣେ ସେବକ ଏହାକୁ ସ୍ପର୍ଶ କରିଥିଲେ ଏବଂ ସେ ନିଜ ଅନୁଭୂତିରେ କହିଥିଲେ ଯେ ଏହା ରୂପା ଭଳି ଏକ ଚଳମାନ ତରଳ ପଦାର୍ଥ, ଯାହା ସ୍ପର୍ଶ କଲେ ହାତରେ ପ୍ରବାହିତ ହେଲା ଭଳି ଲାଗେ। ଏହା ଏପରି ଏକ ତୀବ୍ର ଗୁଞ୍ଜରଣ ସୃଷ୍ଟି କରେ ଯାହା ପାଟିର ଦାନ୍ତକୁ ଥରାଇ ଦେଇଥାଏ। ଏହା କୌଣସି ପରମାଣୁ ଉତ୍ସ ଭଳି କାମ କରେ, ଯେଉଁଠାରେ କାଠର ମୂର୍ତ୍ତି ଏକ ଫାରାଡେ କେଜ୍ ସଦୃଶ ଏହି ମହାଶକ୍ତିକୁ ଧରି ରଖେ, କିନ୍ତୁ ଶକ୍ତିର ପ୍ରଭାବରେ ନିଜେ କ୍ରମଶଃ ଖରାପ ହୋଇଯାଏ। ଦ୍ୱିତୀୟ ରହସ୍ୟ ହେଉଛି ମନ୍ଦିର ଚୂଡ଼ାରେ ଉଡୁଥିବା ପତିତପାବନ ବାନା। ଗତ 800 ବର୍ଷ ଧରି ଏହି ପବିତ୍ର ଉଜ୍ଜ୍ୱଳ ଧ୍ୱଜ ସର୍ବଦା ପବନର ଗତିର ସମ୍ପୂର୍ଣ୍ଣ ଓଲଟା ଦିଗରେ ଉଡ଼ିଥାଏ। ପ୍ରତିଦିନ ସୂର୍ଯ୍ୟାସ୍ତ ପୂର୍ବରୁ ଜଣେ ପୂଜକ କୌଣସି ସୁରକ୍ଷା ଉପକରଣ ବା ସେଫ୍ଟି ବେଲ୍ଟ ବିନା 214 ଫୁଟ ଉଚ୍ଚ ମନ୍ଦିର ଶିଖରକୁ ଚଢ଼ି ଏହି ଧ୍ୱଜକୁ ପରିବର୍ତ୍ତନ କରନ୍ତି। ଯଦି ଗୋଟିଏ ଦିନ ବି ଏହି ପରମ୍ପରାରେ ବ୍ୟତିକ୍ରମ ଘଟେ, ତେବେ ବିଶ୍ୱାସ ଅଛି ଯେ ମନ୍ଦିର 18 ବର୍ଷ ପାଇଁ ବନ୍ଦ ହୋଇଯିବ। ଗତ 22 ପିଢ଼ି ଧରି ଗୋଟିଏ ନିର୍ଦ୍ଦିଷ୍ଟ ପରିବାର ଏହି ଦୁଃସାହସିକ ଐଶ୍ୱରିକ ସେବା ନିରନ୍ତର କରି ଆସୁଛନ୍ତି। ନଜର ପକାଇବା ତୃତୀୟ ରହସ୍ୟ ଉପରେ। ଏହା ହେଉଛି ମନ୍ଦିର ଶିଖରରେ ଥିବା ବିରାଟ ସୁଦର୍ଶନ ଚକ୍ର। ଏହାର ଉଚ୍ଚତା ପ୍ରାୟ 11 ଫୁଟ 5 ଇଞ୍ଚ ଏବଂ ଓଜନ ପ୍ରାୟ 2200 କିଲୋଗ୍ରାମ। ଏହାର ସବୁଠାରୁ ବଡ଼ ବିଶେଷତ୍ୱ ହେଉଛି ଆପଣ ପୁରୀ ସହରର ଯେକୌଣସି କୋଣରୁ କିମ୍ବା ଯେକୌଣସି ଦିଗରୁ, ପୂର୍ବ, ପଶ୍ଚିମ, ଉତ୍ତର ବା ଦକ୍ଷିଣ ଦିଗ ହେଉ, ଏହାକୁ ଦେଖିବେ, ଏହା ସର୍ବଦା ଆପଣଙ୍କ ଆଡ଼କୁ ହିଁ ମୁହଁ କରିଥିବା ପରି ମନେ ହେବ। ଅଷ୍ଟମ ଶତାବ୍ଦୀର ଶିଳ୍ପୀମାନେ ଏହାର ବକ୍ରତାକୁ ଏପରି ଭାବେ ନିର୍ମାଣ କରିଛନ୍ତି ଯେ ଏହା ଏକ ପୂର୍ଣ୍ଣ 360 ଡିଗ୍ରୀ ଅପ୍ଟିକାଲ ଭ୍ରମ ସୃଷ୍ଟି କରେ। ଆଜିର ସର୍ବୋତ୍ତମ ଇଞ୍ଜିନିୟର ମଧ୍ୟ ଏହି ପ୍ରଯୁକ୍ତିକୁ ନକଲ କରିବା ସହଜ ନୁହେଁ। ପରବର୍ତ୍ତୀ ରହସ୍ୟ ହେଉଛି ମହାଲକ୍ଷ୍ମୀଙ୍କ ଅଧୀନରେ ଥିବା ବିଶ୍ୱର ସବୁଠାରୁ ବୃହତ୍ତମ ମନ୍ଦିର ରୋଷେଇଶାଳା। ଏଠାରେ ପ୍ରତିଦିନ ସର୍ବନିମ୍ନ 2000ରୁ ଆରମ୍ଭ କରି ସର୍ବାଧିକ 2 ଲକ୍ଷ ପର୍ଯ୍ୟନ୍ତ ଭକ୍ତଙ୍କ ପାଇଁ ପ୍ରସାଦ ପ୍ରସ୍ତୁତ ହୁଏ। କିନ୍ତୁ ଆଶ୍ଚର୍ଯ୍ୟର କଥା, ପ୍ରସାଦ କେବେ ହେଲେ କମ୍ ପଡ଼େ ନାହିଁ କିମ୍ବା ନଷ୍ଟ ହୋଇ ବୋଲି ପଡ଼େ ନାହିଁ। ଏଠାରେ ରନ୍ଧନ ପାଇଁ ଗୋଟିଏ ଉପରେ ଆଉ ଗୋଟିଏ କରି 7ଟି ମାଟି ହାଣ୍ଡି ରଖାଯାଏ ଏବଂ ଜୁଇର ନିଆଁ କେବଳ ସବୁଠାରୁ ତଳ ହାଣ୍ଡିକୁ ଲାଗିଥାଏ। ତଥାପି
ପ୍ରକ୍ରିୟା ଅନୁଯାୟୀ ସବୁଠାରୁ ଉପରେ ଥିବା ହାଣ୍ଡିର ଅନ୍ନ ସର୍ବପ୍ରଥମେ ରନ୍ଧା ହୁଏ ଏବଂ ସବୁଠାରୁ ତଳେ ଥିବା ହାଣ୍ଡିର ଅନ୍ନ ଶେଷରେ ରନ୍ଧା ହୁଏ। 18ଶହ ଶତାବ୍ଦୀରେ ଜଣେ ମରାଠା ଶାସକ ପରୀକ୍ଷା କରିବା ପାଇଁ ମାଟି ହାଣ୍ଡିଗୁଡ଼ିକର କ୍ରମ ବଦଳାଇ ଦେଇଥିଲେ। ମାତ୍ର ଚମତ୍କାର ଭାବେ ରନ୍ଧନ ସେହି ଉପରୁ ତଳ କ୍ରମରେ ହିଁ ସଫଳତା ହେଇଥିଲା। ପ୍ରକୃତରେ ଏହା କ'ଣ ଆଶ୍ଚର୍ଯ୍ୟ ନୁହେଁ କି ବନ୍ଧୁଗଣ? ପଞ୍ଚମ ଏବଂ ଷଷ୍ଠ ରହସ୍ୟ ଆମକୁ କର୍ମ ଏବଂ ପ୍ରକୃତିର ନିୟମ ବିଷୟରେ ଚିନ୍ତା କରିବାକୁ ବାଧ୍ୟ କରେ। ପ୍ରଥମତଃ ଯମଶିଳା। ମନ୍ଦିରର ଗୋଟିଏ 22 ପାହାଚ ମଧ୍ୟରୁ ତୃତୀୟ ପାହାଚରେ ଏକ କଳା ପଥର ରହିଛି, ଯାହାକୁ ଯମଶିଳା କୁହାଯାଏ। ସନାତନ ଧର୍ମରେ ବିଶ୍ୱାସ ରହିଛି ଯେ ମନ୍ଦିର ପ୍ରବେଶ କାଳରେ ଏହାକୁ ସ୍ପର୍ଶ କଲେ ପାପମୁକ୍ତ ହୁଏ, କିନ୍ତୁ ଫେରିବା ସମୟରେ ଯଦି କାହାର ପାଦ ଏହା ଉପରେ ପଡ଼ିଯାଏ, ତେବେ ସେ ନିଜର ସମସ୍ତ ପୁଣ୍ୟ ହରାଇ ଯମରାଜାଙ୍କ କ୍ରୋଧର ଶିକାର ହୁଅନ୍ତି। ସେଥିପାଇଁ ଗତ 80 ପିଢ଼ି ଧରି ଭକ୍ତମାନେ ବହୁତ ସାବଧାନତାର ସହ ଏହି ପଥରକୁ ଡେଇଁ ଯାତ୍ରା କରନ୍ତି। ଦ୍ୱିତୀୟତଃ, ଦିନର ଯେକୌଣସି ସମୟରେ ମଧ୍ୟ ଶ୍ରୀମନ୍ଦିରର 214 ଫୁଟ ଉଚ୍ଚ ମୁଖ୍ୟ ଗୁମ୍ବଜର କୌଣସି ଛାଇ ଭୂମି ଉପରେ କେବେ ହେଲେ ପଡ଼େ ନାହିଁ। ଏହା ମଧ୍ୟାକାଶରେ ହିଁ କେଉଁଆଡ଼େ ବିଲୀନ ହୋଇଯାଏ, ଯାହା ଆଲୋକ ବିଜ୍ଞାନର ସମସ୍ତ ସୂତ୍ରକୁ ଚ୍ୟାଲେଞ୍ଜ କରିଥାଏ। ପ୍ରକୃତରେ ଏହା ଏକ ଚମତ୍କାର ନୁହେଁ ତ ଆଉ କ'ଣ ବନ୍ଧୁଗଣ? ସପ୍ତମ ରହସ୍ୟ ହେଉଛି ଭବିଷ୍ୟମାଳିକା। ପ୍ରାୟ 500 ବର୍ଷ ପୂର୍ବେ ପଞ୍ଚସଖାଙ୍କ ମଧ୍ୟରୁ ଅନ୍ୟତମ ମହାପୁରୁଷ ଅଚ୍ୟୁତାନନ୍ଦ ଦାସ ଶ୍ରୀମନ୍ଦିରର ରହସ୍ୟ ଓ ଯୁଗ ପରିବର୍ତ୍ତନକୁ ନେଇ କିଛି ଭବିଷ୍ୟବାଣୀ ଲେଖି ଯାଇଥିଲେ, ଯାହା ବର୍ତ୍ତମାନ ଅକ୍ଷରେ ଅକ୍ଷରେ ସତ ପ୍ରମାଣିତ ହେଉଛି। ସେ ଲେଖିଥିଲେ ଯେ ମନ୍ଦିରରେ କିଛି ବିଶେଷ ସଙ୍କଟ ଆସିବ। ସାରା ବିଶ୍ୱ ବନ୍ଦ ହୋଇ ରହିବା ସହ ମନ୍ଦିରର ଦ୍ୱାର ଭକ୍ତଙ୍କ ପାଇଁ ବନ୍ଦ ହେବ, ଯାହା କୋଭିଡ୍ ମହାମାରୀ ସମୟରେ ହିଁ ଘଟିଥିଲା। 19 ମାର୍ଚ୍ଚ 2020ରେ ପ୍ରଭୁଙ୍କ ବାନାରେ ନିଆଁ ଲାଗିବା, ଜୁଲାଇ 2020ରେ ନୀଳଚକ୍ର ଉପରେ ଶାଗୁଣା ପକ୍ଷୀ ବସିବା, ମଇ 2019ରେ ଫୋନି ମହାବାତ୍ୟା ସମୟରେ ଶକ୍ତ ସୁଦର୍ଶନ ଚକ୍ର ସାମାନ୍ୟ ବଙ୍କା ହୋଇଯିବା ଏବଂ ପବିତ୍ର ବଟବୃକ୍ଷର ଡାଳ ଭାଙ୍ଗିଯିବା, ଏହି ସମସ୍ତ ଘଟଣା ମାଳିକାରେ ଶହ ଶହ ବର୍ଷ ପୂର୍ବରୁ ଲିଖିତ ଥିଲା। ଆଗକୁ ଲେଖା ଅଛି ଯେ ଯେତେବେଳେ 3ଟି ରଥଯାତ୍ରା ଏକାଠି ବନ୍ଦ ହେବ ଏବଂ ନଦୀଗୁଡ଼ିକ ବିପରୀତ ଦିଗକୁ ବଢ଼ିବ, ସେତେବେଳେ ପ୍ରଭୁଙ୍କର ବ୍ରହ୍ମ ପଦାର୍ଥ ଗାୟବ ହେବ ଏବଂ ଶେଷରେ ପ୍ରଭୁ କଲ୍କି ଅବତାର ଗ୍ରହଣ କରି ଧରାଧାମକୁ ଆସିବେ। ଆମର ଅଷ୍ଟମ ରହସ୍ୟ ହେଉଛି ସମୁଦ୍ର ଢେଉର ଅଲୌକିକ ନିୟନ୍ତ୍ରଣ। ସାଧାରଣତଃ ପୁରୀ ସମୁଦ୍ର ଅତ୍ୟନ୍ତ ଗର୍ଜନଶୀଳ ଏବଂ ଏହାର ଢେଉଗୁଡ଼ିକ ବହୁତ ଉଚ୍ଚା ଥାଏ। ମାତ୍ର ଆଶ୍ଚର୍ଯ୍ୟଜନକ କଥା, ଯେତେବେଳେ ଆପଣ ମନ୍ଦିରରେ ପ୍ରବେଶ ପଥ ବା ସିଂହଦ୍ୱାର ଅତିକ୍ରମ କରି ଭିତରକୁ ଯିବେ, ସେଠାରେ ସମୁଦ୍ରର ସାମାନ୍ୟତମ ଶବ୍ଦ ମଧ୍ୟ ଶୁଣିବାକୁ ପାଇବେ ନାହିଁ। ମନେହୁଏ ଯେମିତି କୌଣସି ଅଦୃଶ୍ୟ ଧ୍ୱନି ପ୍ରତିରୋଧକ ପ୍ରାଚୀର ସେଠାରେ ବିଦ୍ୟମାନ ଅଛି। ଗତ 800 ବର୍ଷ ମଧ୍ୟରେ ଅନେକ ମହାବାତ୍ୟା କିମ୍ବା ସୁନାମି ଆସିଥିଲେ ବି ସମୁଦ୍ରର ଢେଉ କେବେ ହେଲେ ଶ୍ରୀମନ୍ଦିର ପ୍ରାଚୀରକୁ ଭେଦ କରି ଭିତରକୁ ପ୍ରବେଶ କରିପାରିନାହିଁ। ପ୍ରକୃତରେ ଏହାଠାରୁ ବଳି ଆଉ ଆଶ୍ଚର୍ଯ୍ୟର କଥା କ'ଣ ହେଇପାରେ? ବର୍ତ୍ତମାନ ପ୍ରଶ୍ନ ଉଠୁଛି, କେଉଁଠୁ ଆସିଲା ଏହି ଅଦ୍ଭୁତ ବ୍ରହ୍ମ ପଦାର୍ଥ? ଏହାର ଉତ୍ତର ଆମକୁ ଖ୍ରୀଷ୍ଟପୂର୍ବ 3102 ବର୍ଷର ମହାଭାରତ ଯୁଗକୁ ନେଇଯାଏ। ମହାଭାରତ ଯୁଗ ପରେ ମାତା ଗାନ୍ଧାରୀ କ୍ରୋଧିତ ହୋଇ ଶ୍ରୀକୃଷ୍ଣଙ୍କୁ ଅଭିଶାପ ଦେଇଥିଲେ, ତାଙ୍କର ଯଦୁବଂଶ ନଷ୍ଟ ହେବ ଏବଂ ସେ ଜଙ୍ଗଲରେ ଏକ ସାଧାରଣ ବ୍ୟାଧି ବା ଶିକାରୀ ସଂଘାତରେ ପ୍ରାଣ ହରାଇବେ। ପ୍ରଭୁ ଏହାକୁ ସଂହର୍ଷ ଗ୍ରହଣ କରିଥିଲେ। ପରବର୍ତ୍ତୀ ସମୟରେ ଜରା ନାମକ ବ୍ୟାଧ ଶ୍ରୀକୃଷ୍ଣଙ୍କ ଚରଣ କମଳକୁ ହରିଣର ଆଖି ଭାବି ଶତବିଦ୍ଧ କରିଥିଲା ଏବଂ ଭଗବାନ ଧରାଧାମ ତ୍ୟାଗ କରିଥିଲେ। ମହାବୀର ଅର୍ଜୁନ ଯେତେବେଳେ ପ୍ରଭୁଙ୍କ ମର ଶରୀରକୁ ଦାହ ସଂସ୍କାର କଲେ, ସେତେବେଳେ ତୀବ୍ର ଚିତାଗ୍ନିରେ ସବୁ ଜଳି ପାଉଁଶ ହୋଇଗଲା, ମାତ୍ର ପ୍ରଭୁଙ୍କର ହୃଦୟପିଣ୍ଡ ଜଳିଲା ନାହିଁ। ସେହି ଜୀବନ୍ତ କମ୍ପନଶୀଳ ପିଣ୍ଡକୁ ନଈ ଜଳରେ ଭସାଇ ଦିଆଗଲା, ଯାହା ଶେଷରେ ଓଡ଼ିଶାର ଶବର ରାଜା ବିଶ୍ୱାବସୁଙ୍କ ହାତରେ ଲାଗିଥିଲା ଏବଂ ସେ ଏହାକୁ ନୀଳମାଧବ ଭାବେ ପୂଜା କରିଥିଲେ। ପରବର୍ତ୍ତୀ ସମୟରେ ରାଜା ଇନ୍ଦ୍ରଦ୍ୟୁମ୍ନ ସ୍ୱପ୍ନାଦେଶ ପାଇ ଦେବଶିଳ୍ପୀ ବିଶ୍ୱକର୍ମାଙ୍କ ଦ୍ୱାରା ଦାରୁମୂର୍ତ୍ତି ନିର୍ମାଣ କରାଇଥିଲେ, ମାତ୍ର ରାଣୀ ଗୁଣ୍ଡିଚାଙ୍କ ଔଦ୍ଧର୍ଯ୍ୟତା ଯୋଗୁଁ ବିଶ୍ୱକର୍ମା ଅଧା କାମରୁ ଅନ୍ତର୍ଦ୍ଧାନ ହୋଇଗଲେ। ସେଥିପାଇଁ ଆମର ପ୍ରିୟ ତିନି ଠାକୁର ଆଜି ମଧ୍ୟ ବିନା ହାତ ପାଦରେ ସେହି ଅସମ୍ପୂର୍ଣ୍ଣ ରୂପରେ ପୂଜା ପାଉଛନ୍ତି। ଏହି ମୂର୍ତ୍ତି ପରିବର୍ତ୍ତନ ବା ନବକଳେବର ପାଇଁ ଯେଉଁ କାଠ ବ୍ୟବହାର ହୁଏ, ତାହାକୁ ଦାରୁ ବୋଲି କୁହାଯାଏ। ଏହି ଦାରୁ ବା ନିମ୍ବ ଗଛ ଖୋଜିବା ପାଇଁ
ଅତ୍ୟନ୍ତ କଠିନ ନିୟମ ଓ ମାନଦଣ୍ଡ ରହିଛି। ପ୍ରତି 8, 12 କିମ୍ବା 19 ବର୍ଷରେ 1200 ସେବକଙ୍କ ଏକ ବିଶେଷ ଦଳ ସେହି ରହସ୍ୟମୟ ନିମ୍ବ ଗଛ ଖୋଜିବାକୁ ବାହାରନ୍ତି, ଯାହା ଉପରେ କେବେ ହେଲେ କୌଣସି ପକ୍ଷୀ ବସା ବାନ୍ଧି ନଥିବ। ଗଛର ମୂଳରେ ନାଗସାପର ବାସସ୍ଥାନ ଥିବ, ଗଛରେ ଶଙ୍ଖ ବା ଚକ୍ରର ପ୍ରାକୃତିକ ଚିହ୍ନ ଥିବ ଏବଂ ତାହା ଏକ ଶ୍ମଶାନ ନିକଟବର୍ତ୍ତୀ ସ୍ଥାନରେ ଥିବ। ଏହିପରି ଦିବ୍ୟ ଲକ୍ଷଣଯୁକ୍ତ ଗଛ ମିଳିବା ପରେ ସେବକମାନେ ତାହାକୁ ଶଗଡ଼ିରେ ବୋହି ଶହ ଶହ କିଲୋମିଟର ପର୍ଯ୍ୟନ୍ତ ନିଜ ମୁଣ୍ଡରେ ଓ କାନ୍ଧରେ ବୋହିଥାନ୍ତି। ଶେଷରେ ଆମେ ଆସି ପହଞ୍ଚିଛୁ ସେହି ସବୁଠାରୁ ବଡ଼ ପ୍ରଶ୍ନବାଚୀ ନିକଟରେ, ବିଜ୍ଞାନ ବନାମ ବିଶ୍ୱାସ। ବିଜ୍ଞାନ ବଡ଼ ନା ବିଶ୍ୱାସ ବଡ଼? ଆଧୁନିକ ବୈଜ୍ଞାନିକ ଓ ଗବେଷକମାନେ ଚିନ୍ତା କରନ୍ତି କି ବ୍ରହ୍ମ ପଦାର୍ଥ କ'ଣ କୌଣସି ଆଧୁନିକ ଆର୍କ ରିଆକ୍ଟର କିମ୍ବା କୌଣସି ଶକ୍ତିଶାଳୀ ରେଡିଓଆକ୍ଟିଭ୍ ଆଇସୋଟୋପ, ଯାହା ନିରନ୍ତର ସ୍ୱତଃପ୍ରବୃତ୍ତ ଭାବେ ଶକ୍ତି ବିକିରଣ କରୁଛି? ସେଥିପାଇଁ କ'ଣ ଆଖିରେ ପଟି ଓ ହାତରେ ସୁରକ୍ଷିତ ରେଶମୀ ଦସ୍ତାନା ପିନ୍ଧି ସେବକମାନେ ଏହାକୁ ସ୍ଥାନାନ୍ତର କରନ୍ତି? ଏଭଳି ଏକ ପ୍ରଶ୍ନ ଉଠେ। ଅଥବା ଏହା ହେଉଛି ସନାତନ ଧର୍ମର ସେହି ଦିବ୍ୟ ଚରମ ସତ୍ୟ, ଯାହାକୁ ଆମେ ଆଧ୍ୟାତ୍ମିକ ଭାଷାରେ ଭଗବାନଙ୍କର ଜୀବନ୍ତ ଆତ୍ମା ବୋଲି କହିଥାଉ, ଯାହା ଭୌତିକ ବିଜ୍ଞାନ ଏବଂ ପଦାର୍ଥ ବିଜ୍ଞାନର ସମସ୍ତ ସୀମା ବାହାରେ? ଉତ୍ତର ଆପଣଙ୍କ ଉପରେ ନିର୍ଭର କରେ। ଆପଣ ବିଜ୍ଞାନକୁ ବିଶ୍ୱାସ କରନ୍ତି ନା ବ୍ରହ୍ମକୁ ବିଶ୍ୱାସ କରନ୍ତି? ଏତିକି କହି ମୁଁ ଆଜିର ଏହି ଭିଡ଼ିଓଟିକୁ ଶେଷ କରୁଛି। ଜୟ ଜଗନ୍ନାଥ।